କାର୍ଯ୍ୟ ସାଧିତ ହେଉ। ସ୍ୱର୍ଗୀୟ ପିତା, ଏହି ସେବା କାର୍ଯ୍ୟକୁ ତୁମ ହସ୍ତରେ ରଖି ଗୌରବ ସମ୍ଭ୍ରମ ତୁମ୍ଭକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗି। ପଦେ ଗୀତ ଗାଇ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ। ଆଉ ଥରେ, ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ। ଆମ୍ଭମାନଙ୍କର ପ୍ରସଙ୍ଗ ହେଉଛି ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ ସଦାପ୍ରଭୁଙ୍କର କାର୍ଯ୍ୟ। ଟିକେ ଭଲ୍ୟୁମ୍ ବଢିବ କି? ଲୋକମାନେ ପୁରୁଷାନୁକ୍ରମେ ଅପରେଟର କି ମାତୁ ଭଲ୍ୟୁମ୍ ବଢେଇବାକୁ କହିଲେ ତାକୁ କଣ ଶୁଭିଲା ଦେଖିବ, ତାକୁ କୋଡ ବୋଇଲା ପରେ ଶୁଭିଲା ବୋଧେ। ଫିଡବ୍ୟାକ୍ କିଛି ଦିଆ ହେଇନାହିଁ। ଲେଖା ଅଛି ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ ସଦାପ୍ରଭୁଙ୍କର କାର୍ଯ୍ୟ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସମୁଦାୟ ବାଇବଲ ପରମେଶ୍ୱରଙ୍କ କର୍ମ ଆଧାରିତ ପୁସ୍ତକ ଅଟେ। ଏଣୁ ଆଦିରୁ ପ୍ରକାଶିତ ଯାଏ କହିଲେ ପ୍ରଭୁଙ୍କ କର୍ମର କଥା ସରିବ ନାହିଁ। ପୁଣି ଏତେ ବିଶେଷ ଓ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରସଙ୍ଗ ରଖାଯାଇଛି। ସଲୋମନ କହନ୍ତି ଉପଦେଶକ 3:11 ପଢନ୍ତୁ। ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି, ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି। ତଥାପି ପରମେଶ୍ୱର ପ୍ରଥମ ଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇପାରେ ନାହିଁ। ପରମେଶ୍ୱରଙ୍କ କାର୍ଯ୍ୟ ଏହି ପ୍ରକାରର ଯେ ମନୁଷ୍ୟ ପୁଣି ସେ କାର୍ଯ୍ୟର ତତ୍ତ୍ୱ ପାଇପାରିବ ନାହିଁ। ତାମାନେ ପରମେଶ୍ୱରଙ୍କ କାର୍ଯ୍ୟ ଏତେ ନିଗୁଡ ଅଟେ ଯାହାର ତତ୍ତ୍ୱ ପ୍ରଭୁ ପାଇପାରିବ ନାହିଁ। ଏହିପରି ଭୟଙ୍କର ପ୍ରସଙ୍ଗ ମତେ ଦିଆଯାଇଛି। ମୋ ଛାର କିପରି ତାଙ୍କ କାର୍ଯ୍ୟର ତତ୍ତ୍ୱକୁ ବର୍ଣ୍ଣନା କରି ମୁଁ ପ୍ରାର୍ଥନା କରୁଛି, ପ୍ରଭୁ ହିଁ ଆମକୁ କିଛି ବାକ୍ୟ ଦିଅନ୍ତୁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରମେଶ୍ୱରଙ୍କର ସବୁ କାର୍ଯ୍ୟ ଆଶ୍ଚର୍ଯ୍ୟ ଅଟେ। ତାଙ୍କ ସୃଷ୍ଟି ଆଶ୍ଚର୍ଯ୍ୟ ଅଟେ। ସେ ହସ୍ତରେ ନିର୍ମାଣ କରିଥିବା ସକଳ ସୃଷ୍ଟ ପ୍ରାଣୀ ବସ୍ତୁ ମନୁଷ୍ୟ ଆଶ୍ଚର୍ଯ୍ୟ ଅଟନ୍ତି। କିନ୍ତୁ ମୁଁ ଆସି ଆପଣଙ୍କୁ 7 ଗୋଟି କଥା ସଂକ୍ଷିପ୍ତରେ କହିବି। ଯଦି ଆମେ ପରମେଶ୍ୱରଙ୍କର କାର୍ଯ୍ୟର ତତ୍ତ୍ୱ ପାଇପାରିବା ନାହିଁ, ଆମେ ବିନଷ୍ଟ ହେଇଯିବା ବୋଲି ଲେଖା ଅଛି। ଏଣୁ ପରମେଶ୍ୱରଙ୍କର କାର୍ଯ୍ୟକୁ ଜାଣିବାକୁ ପଡିବ। ପଢନ୍ତୁ ଇସାୟା 5:12 ସେମାନଙ୍କ ଭୋଜିରେ ବୀଣା ଓ ନେବଲ, ତବଲା ଓ ବଂଶୀ ଓ ଦ୍ରାକ୍ଷାରସ ଥାଏ, ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ, କି ଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରିନାହାନ୍ତି। 13 ପଦରେ କଣ ଲେଖା ଅଛି? ଏହି ହେତୁ
ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି, ପୁଣି ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ ଓ ସେମାନଙ୍କର ଲୋକାରଣ୍ୟ ତୃଷାରେ ଶୁଷ୍କ ହେଉଅଛନ୍ତି। ଯିଶାୟ କହୁଅଛନ୍ତି ଯଦି ପରମେଶ୍ୱରଙ୍କ କାର୍ଯ୍ୟକୁ ଲୋକେ ଜାଣିବେ ନାହିଁ, ସେମାନଙ୍କ ଭୋଜିରେ ଦ୍ରାକ୍ଷାରସ ଅଛି, ବୀଣା ଅଛି, ଆମୋଦ ପ୍ରମୋଦ ହଉଛି, ଆନନ୍ଦ ହଉଛି, ଗୀତ ହେଉଛି, ଉପାସନା ହେଉଛି, କିନ୍ତୁ ପରମେଶ୍ୱରଙ୍କ କାର୍ଯ୍ୟ ହେଉନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତହିଁର ପରିଣାମ ଭୟଙ୍କର ଅଟେ। ଆମ ଭିତରେ ସେମିତି ନ ହଉ। ଆୟୋଜନ ହଉଛି, ଭୋଜି ହଉଛି, ପ୍ରଭୁଙ୍କ କାର୍ଯ୍ୟ ଯଦି ହେବ ନାହିଁ, ଆମେ ହେଲେ ବି ନଷ୍ଟ ହେଇଯିବ। ଏଣୁ ପ୍ରଭୁଙ୍କ କାର୍ଯ୍ୟ ନିହାତି ଆମ ମଧ୍ୟରେ ହେବା ଦରକାର। ପ୍ରଭୁଙ୍କ ଲୋକମାନେ, ମୁଁ 7 ଗୋଟି କଥାକୁ ଆପଣଙ୍କ ସମ୍ମୁଖରେ ରଖିବି। ପ୍ରଥମ ବିଷୟ ହେଲା ଆମେ ବିଶ୍ୱାସ କରିବା ପରମେଶ୍ୱରଙ୍କ କାର୍ଯ୍ୟ ଅଟେ। ଯୋହନ ଲିଖିତ ସୁସମାଚାର ବାହାର କରନ୍ତୁ, ତାର 6 ଅଧ୍ୟାୟର 29 ପଦ ପଢନ୍ତୁ। ମାଇକ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାଙ୍କୁ ପ୍ରେରଣା କରିଅଛନ୍ତି ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ। ଈଶ୍ୱର ଯାହାକୁ ପ୍ରେରଣ କରିଛନ୍ତି ତାହାଙ୍କ ଠାରେ ବିଶ୍ୱାସ କରିବା ଈଶ୍ୱରଙ୍କ କାର୍ଯ୍ୟ ଅଟେ। ତାମାନେ ସିହୁଦୀ ମାନେ ଯୀଶୁଙ୍କୁ ବିଶ୍ୱାସ କରୁନଥିଲେ। ଯଦି ଆପଣ 6 ଅଧ୍ୟାୟର ଘଟଣାକୁ ଦେଖିବେ, କାହିଁକି ଏଇ କଥା ଯୀଶୁ କହୁଛନ୍ତି? ତିବିରିଆ ସମୁଦ୍ରର ଆର ପାରିକୁ ଯୀଶୁ ଯାଇଛନ୍ତି, ଆଉ ବହୁତ ସଂଖ୍ୟକ ଲୋକ ସେଠାରେ ରୁଣ୍ଡ ହୁଅନ୍ତି। ସେମାନଙ୍କୁ ଯୀଶୁ ସୁସ୍ଥ କଲେ। ବହୁତ ଆଶ୍ଚର୍ଯ୍ୟ କର୍ମ ହେଲା। ବହୁ ସଂଖ୍ୟକ ଲୋକ ଜମା ହୁଅନ୍ତେ। ଯୀଶୁ ଫିଲିପକୁ ପଚାରିଲେ, ଏମାନଙ୍କ ପାଇଁ କେଉଁଠାରୁ ରୁଟି ଆଣିବା? ଘଟଣାକୁ ମୁଁ ସଂକ୍ଷିପ୍ତ କରୁଛି। ଆନ୍ଦ୍ରିୟ ଖୋଜିକି ଆଣିଲେ ଗୋଟିଏ ବାଳକକୁ, ଆଉ କହୁଛନ୍ତି ଯୀଶୁ ଏହା ପାଖରେ 5ଟି ଜବର ରୁଟି ଅଛି, 2ଟି ମାଛ ଅଛି। ଯୀଶୁ କହିଲେ, କଣ ଘାସ ଉପରେ ବସା। ସେମାନଙ୍କୁ ଖୁଆଇଲା ପରେ 12 ଟୋକେଇ ଭର୍ତ୍ତି ହେଇଗଲା, ବଳିଗଲା। ସେଦିନ ଲୋକେ ସେ ମହାଶ୍ଚର୍ଯ୍ୟ କର୍ମ ଦେଖିଲେ। ଜଣେ ବାଳକର 5ଟି ରୁଟି 2ଟି ମାଛରେ 5000 ପୁରୁଷ ତୃପ୍ତ ହେଇଗଲେ। এই ଆଶ୍ଚର୍ଯ୍ୟ କର୍ମ ଦେଖୁ ଦେଖୁ ଲୋକେ ବଳପୂର୍ବକ ଯୀଶୁଙ୍କୁ ରାଜା କରିବା ପାଇଁ ଚେଷ୍ଟା କଲେ। ପ୍ରଭୁଙ୍କ ଲୋକମାନେ, ଯଦି ସେ ବାଳକ ଆମ ଭିତରେ ହେଇଥାନ୍ତା, ତାକୁ ମୁଖ୍ୟ ଅତିଥି ନହେଲେ କଣ ମୁଖ୍ୟ ବକ୍ତା କରିକି 5000 ଲୋକ ସେ ଖୁଆଇଲା, ତାକୁ ଗୋଟେ ସଲ୍ ଫଲ୍ ଦେଇକି ଆଶୀର୍ବାଦ ଦିଆଯାଇଥାନ୍ତା। କିନ୍ତୁ ଯୀଶୁ ତାକୁ ଆଉ ଧନ୍ୟବାଦ ବି ଦେଇନାହାନ୍ତି, କି ତାର ସମ୍ମାନ କରାଯାଇ ନାହିଁ, କି ସେ ବାଳକ ମଧ୍ୟ ପ୍ରଶଂସା ଖୋଜି ନାହିଁ। ପ୍ରଭୁଙ୍କ ଲୋକମାନେ, ଆମେ କି ପ୍ରକାର କର୍ମର ଅଂଶୀ ହେଉଛୁ? ପ୍ରଭୁଙ୍କ ସେବାରେ ସେ ବାଳକର ରୋଟି ପ୍ରଭୁଙ୍କ ସେବା କର୍ମରେ ବ୍ୟବହାର ହେଉଛି, ସମ୍ମାନ ପାଇଁ ବ୍ୟବହାର ହେଉଛି। ସମ୍ମାନ ପାଇଁ ଉବୁଡା ଉବୁଡି ହେଇକି ଦରକାର ପଡିଲେ କେସ୍ ବି ହେଇଯାଉଛି। କି ପ୍ରକାର କର୍ମର ଆମେ ସାକ୍ଷୀ ଅଛୁ? ଲୋକମାନେ ରୁଣ୍ଡ ହେଲେ, ଲେଖା ଅଛି ବଳପୂର୍ବକ ମାନେ ଯୀଶୁଙ୍କୁ ଟାଣି ନେଇକି ତୁରି ଧ୍ୱନି କରିକି ଆମ ମାନଙ୍କର ରାଜା ବୋଲି ଘୋଷଣା କରିବା ପାଇଁ ରେଡି ହେଇଗଲେ। ଆମେ ହେଲେ ଶ୍ରଦ୍ଧା ହେଇଯାଇଥାନ୍ତୁ, ଯାହା ହଉ ମତେ ରାଜା ବନଉଛନ୍ତି।
आसन पाइबार भूत गुड़ाक एमती धरी आम लोक मान जे राजा कले किए खुशी ही नथा आज्ञा किंतु जीसु अंतर होगी चली गले लुचिकी चली गला परी पर्वत को चली से खोजिले नाई कहीं समय आसी नाई आउ शिष्य माने नौका रे चढ़ी कफरनाहम को बाहरी गले सारा राति नौका बाही बाही कष्ट हेउछि पहुंची पारु नांती जीसु राति सारा पर्वत रे एकाकी प्रार्थना करी पाहांतिया बेला को जीसु ओल्हाई की समुद्र रे चाली चाली पछरे जाउछंती आ जीसु नौका रे चढ़ु चढ़ु तत्क्षणा नौका कूल रे पहुंचे कथाटी कहीं मुझे सब कहूँ जो लोक माने रोटी खाई तृप्त होइथिले ए माने तिबिरिया समुद्र कूलरू जीसु को खोजी 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 छोट छोट नौका रे हजार हजार लोक नौका रे खोजी खोजी कफरनाहम को आसी गले आउ जीसु को देखा पाई कि कहले गुरु आपण केते बेले कफरनाहम को पळे आसिले आमे आपण को खोजी 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 आसिलु भाबिले जीसु खुशी ही जिबे मते खोजी के माने आसिले किंतु जीसु खुशी है नांती जीसु कहिले सुनो आश्चर्य कर्म देखिबारु जे तुमे मते खोजु अछो ताहा नुह माछ रोटी खाइबा हेतुरु मते खोजु अछो यदि आमको के कहि देबा आज्ञा सभारे आपण को आका खोजुछंती बोले आमर आ कहबा को अछि किंतु जीसु कहउछंती कोन आश्चर्य कर्म देखिबारु तुमे मते खोजु ना हो खाद्य पाई खोजु अछो ता तळको जीसु कहिले क्षय भक्ष्य पाई श्रम न करी अनंत जीवन दायक अक्षय भक्ष्य पाई श्रम कर ता माने जीसु कहिले जे खाद्य खाई की जणे क्षय पाई जाए जणे मरी जाए सेमती खाद्य पाई तुमे नौका नहीं की भड़ा करी की खोजी 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 आसुछ क्षय भक्ष्य पाई दुखर कथा आज आम जीसु को कौन पाई खोजी की सभारे आसीछु कौन पाई खोजी की आसीछु आमे आमर खोजिबार उद्देश्य जीसु को संतुष्ट करूछि तो कई कन्या खोजबा पाई सभा को आसीथिबे आज्ञा ताको वाक्य संगे की संपर्क तमे से कोन रे ठिया आइतो है आमी सिटी को आसु से वक्ता जितुली मा आसु कि तार बापा भी आसु जीसु भी आसिले मध्य ताके जीसु को खोजबे नाही मु कहिबा भाई चाहे से माने क्षयणीय भक्ष्य पाई श्रम बोले आमर महासभारे आमे श्रम करिछु खाली सेल्फी फोटो पाई नहीं तो दूररू यात्रा करी श्रम करी आसीछु खाली स्टाइल मारिबा पाई नहीं कौन पाई आमे श्रम करूछु प्रभु को लोक माने जीसु कहिले अनंत जीवन दायक अक्षय भक्ष्य पाई श्रम करो सेते बेले जिहुदी माने पचाले गुरु ताहले हमकु की काम करबा को पड़िबो सेते बेले 6:29 रे कहिबे जहा को ईश्वर प्रेरण करिसंतु ताको विश्वास करिबा ही ईश्वर को काम तार अर्थ से माने रोटी खाउथिले किंतु जीसु को विश्वास करूना कि भयंकर लोक माने जीसु कहिले जहा को ईश्वर मुद्रांक करिसंती जहा को ईश्वर पठाइसंती तांको तुमे की परी खोजुछ तांको विश्वास करिबार काम करो प्रभु को नाम धन्यवाद हो से लोक माने आज्ञा एडे खराब लोक माने थिले
ସେମାନେ କହୁଛନ୍ତି ଗୁରୁ ଆପଣ ଏମିତି କଣ ଚିହ୍ନ କରୁଛନ୍ତି ଯେ ଆମେ ଆପଣଙ୍କୁ ବିଶ୍ୱାସ କରିବୁ। ପୁଣି କହୁଛନ୍ତି ମୋଶା ଯେମିତି ପ୍ରାନ୍ତରରେ 40 ବର୍ଷ ଖାଇବାକୁ ଦେଲେ ଆପଣ ସେମିତି କିଛି କରୁନାହାନ୍ତି। ତାମାନେ ଆଜ୍ଞା ସେମାନଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ, ତାହା ହେଉଛି ଦୁଇ ବେଳା ଆମକୁ ରୁଟି ମାଛ ରୁଟି ମାଛ ରୁଟି ମାଛ ରୁଟି ମାଛ ଦେଉଥିବ ଯେ ଆମେ ତୁମକୁ ବିଶ୍ୱାସ କରିବୁ। ପ୍ରଭୁଙ୍କ ଲୋକମାନେ ସ୍ୱର୍ଗାଦି ସ୍ୱର୍ଗର ପରମେଶ୍ୱର ଠିଆ ହେଇଛନ୍ତି, ଯେ ବିଶ୍ୱକୁ ସୃଷ୍ଟି କରିଛନ୍ତି ସେ ଠିଆ ହେଇଛନ୍ତି, ଯିଏ ନର୍କରୁ ଉଦ୍ଧାର କରିପାରିବେ, ସ୍ୱର୍ଗ ନେଇକି ଯିବେ, ଯିଏ ଅନନ୍ତ ଜୀବନ ଦେବେ, ଯେ ଶୟତାନର ମସ୍ତକ ଚୂର୍ଣ୍ଣ କରିବେ, ଯେ ମୃତ୍ୟୁକୁ ଜୟ କରିବେ, ଯେ କ୍ଷମା ଦେବେ, ଯେ ସୁସ୍ଥ କରିବେ, ଯେ ଜୀବନ ପୁସ୍ତକରେ ନାମ ଲେଖାଇବେ, ସେ ଠିଆ ହେଇଛନ୍ତି। ଆଉ ତୁମେ ତାଙ୍କ ପାଖରେ ରୋଟି ଆଉ ମାଛ ପାଇଁ ଖୋଜୁଛ। କି ଦୁଃଖର କଥା। ଆଜିର ସଭାରେ ବି ଆମ ଲୋକମାନେ ସମସ୍ତେ ପ୍ରଭୁକୁ ଖୋଜୁନାହାନ୍ତି। କେତେ ଲୋକ ତ ସଭା ତ ଚାଲ ଯିବା ବୋଲି ଆସୁଛନ୍ତି, କେତେ ଲୋକ ଅଲଗା ଅଲଗା ଉଦ୍ଦେଶ୍ୟରେ ଆସିଥିବେ, କିନ୍ତୁ କେତେ ଲୋକ ଯୀଶୁକୁ ଖୋଜିକି ଆସୁଛନ୍ତି। ପ୍ରଭୁଙ୍କ ଲୋକମାନେ ଏଡେ ଖରାପ ଲୋକମାନେ ଥିଲେ, ଏତେ ଦୁଷ୍ଟ ଲୋକମାନେ ଥିଲେ, ଆପଣ କଣ ଚିହ୍ନ କରୁଛନ୍ତି ଯେ ଆମେ ଆପଣଙ୍କୁ ବିଶ୍ୱାସ କରିବୁ? ଯେ ସ୍ୱର୍ଗର ପଥ ଠିଆ ହେଇଛନ୍ତି, ସେମାନେ ତାଙ୍କର ଗତ କାଲି ପରେ ତୁମେ ରୁଟି ମାଛ ଖାଇଥିଲ, ଆଉ ଆଜି ତୁମକୁ ବିଶ୍ୱାସ ହେଉନାହିଁ। ଯୀଶୁ ଚିହ୍ନ କରୁଛନ୍ତି, ଯୀଶୁ ଅସଂଖ୍ୟ ରୋଗୀକୁ ସୁସ୍ଥ କରୁଛନ୍ତି, ତଥାପି ଏମାନେ ଶୁଣୁ ଶୁଣୁ ଶୁଣିଲେ ବୁଝିଲେ ନାହିଁ, ଦେଖୁ ଦେଖୁ ଦେଖିଲେ ଜ୍ଞାତ ହେଲେ ନାହିଁ, ଏମାନଙ୍କ ଅନ୍ତରରେ ବିଶ୍ୱାସ ହେଲା ନାହିଁ। ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, ଏମାନେ ପ୍ରାୟ 2000 ବର୍ଷ ଧରି ଈଶ୍ୱରଙ୍କର ଲୋକ ବୋଲାଉଥିଲେ, କିନ୍ତୁ ଈଶ୍ୱର ସାକ୍ଷାତ ଆସିକି ଠିଆ ହେଲେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, କାହିଁକି ସେମାନେ ବିଶ୍ୱାସ କରିପାରିଲେ ନାହିଁ? ଚିହ୍ନ ଦେଖିଲେ, ଆଶ୍ଚର୍ଯ୍ୟ କର୍ମ ଦେଖିଲେ, କାହିଁକି ବିଶ୍ୱାସ କରିପାରିଲେ ନାହିଁ? କାରଣ ହେଉଛି ବିଶ୍ୱାସ କରିବା ପାଇଁ ପ୍ରଭୁ ଅନୁଗ୍ରହ ନ ଦେଲେ ଜଣେ ବିଶ୍ୱାସ କରିପାରେ ନାହିଁ। ପଢନ୍ତୁ କଲୋସ୍ୟ 1:29। ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟ ସାଧକ ଶକ୍ତି ମୋ ଠାରେ ସବୁବେଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି। ଫିଲିପିଓ 1:29 ପଢନ୍ତୁ। କାରଣ ଖ୍ରୀଷ୍ଟଙ୍କ ଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦତ୍ତ ହୋଇଅଛି, ବିଶ୍ୱାସ କରିବା ପାଇଁ ଯିହୁଦୀ ମାନଙ୍କୁ ଅନୁଗ୍ରହ ଦିଆଯାଇ ନଥିଲା। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଆପଣ ଯଦି ଯୀଶୁଙ୍କୁ ଚିହ୍ନି ପାରିଛନ୍ତି ଯେ ଯୀଶୁ କେବଳ ରୋଟି ମାଛ ଖୁଆଇବାର ଈଶ୍ୱର ନୁହନ୍ତି, ସେ ଅନନ୍ତ ଜୀବନଦାୟକ ଭକ୍ଷ, ତାହେଲେ ଈଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କର କାର୍ଯ୍ୟ ହେଇଛି। ଭାଗ୍ୟବାନ ଆମେ। ଲକ୍ଷ ଲକ୍ଷ ଯିହୁଦୀ ମାନଙ୍କ ଭିତରେ ଈଶ୍ୱରଙ୍କର କାର୍ଯ୍ୟ ହେଇନଥିଲା। ଖାଲି ରୋଟି ଖାଇଲେ, ମାଛ ଖାଇଲେ, ଆଉ ଯୀଶୁ କ୍ରୁଶରେ ଚଢାଅ ବୋଲି ଚିତ୍କାର କଲେ। ଯଦି ଆଜି ଆମକୁ ବିଶ୍ୱାସ କରିବା ପାଇଁ ଅନୁଗ୍ରହ ଦିଆଯାଇଛି, ଆଉ ଆମେ ଯଦି ବିଶ୍ୱାସ କରିଛୁ, ଏହା ଈଶ୍ୱରଙ୍କ କାର୍ଯ୍ୟ। ଯୋହନ ସୁସମାଚାର 6:65 ପଢନ୍ତୁ। ଆଉ ସେ କହିଲେ, ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କ ଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋ ନିକଟକୁ ଆସିପାରେ ନାହିଁ। କେହି ଆସିପାରିବେ ନାହିଁ। ସଭାକୁ ଆସିପାରିବେ, ରୋଟି ମାଛ ଖାଇବା ସଭାରେ ବସି ପାରିବେ, ଖ୍ରୀଷ୍ଟିଆନ ବୋଲାଇ ପାରିବେ, କିନ୍ତୁ ଅନୁଗ୍ରହ ନ ମିଳିଲେ କେହି ଯୀଶୁଙ୍କ ପାଖକୁ ଆସିପାରିବେ ନାହିଁ। ମୁଁ କହିବା ପାଇଁ ଚାହେଁ, ପରିତ୍ରାଣ ପାଇବା ଈଶ୍ୱରଙ୍କ କାର୍ଯ୍ୟ ଅଟେ। ସେ କ୍ରୁଶରେ ପରିତ୍ରାଣର କର୍ମ କରିଦେଇଛନ୍ତି, କିନ୍ତୁ ଈଶ୍ୱରଙ୍କ ଲୋକମାନେ ବିଶ୍ୱାସର କାର୍ଯ୍ୟ ବି ସେ ହିଁ କରନ୍ତି। ଏଣୁ
ଯୀଶୁ କହିଲେ ଅକ୍ଷୟ ଅନନ୍ତ ଜୀବନ ଦାୟକ ଭକ୍ଷ୍ୟ ନିମନ୍ତେ ପରିଶ୍ରମ କର। ଆଜି ଆମର ପରିଶ୍ରମ ଅନନ୍ତ ଜୀବନ ପାଇବା ପାଇଁ ଆମେ କରୁଛୁ କି? କୃଷରେ ସେ ପରିତ୍ରାଣର କାମ ସାରି ଦେଇଛନ୍ତି, କିନ୍ତୁ ଖୋଜିବାର କର୍ମ କରିବାକୁ ପଡିବ। ସେ ତ କର୍ମ କରିସାରିଛନ୍ତି କୃଷରେ, ସେ ମୂଲ୍ୟ ଦେଇଛନ୍ତି ପରିତ୍ରାଣର, ସେ ରକ୍ତ ଝରାଇ ଦେଇଛନ୍ତି, କିନ୍ତୁ ଖୋଜିବାର କାମ ଆମର ବାକି ଅଛି। କେମିତି ଖୋଜିବେ? କର୍ଣ୍ନେଲିୟ ଯେମିତି ତା ପରିବାର ପରିତ୍ରାଣ ପାଇବା ପାଇଁ ପିତରଙ୍କ ଘରକୁ ଡକାଇକି ଖୋଜିଲା, କେମିତି ଖୋଜୁଛନ୍ତି ଆପଣ? ଆପଣ ମାନେ ଭାଗ୍ୟବାନ। ଓଡିଶାରେ ଗଜପତି ଗୋଟେ ଜିଲ୍ଲା ଭାଗ୍ୟବାନ ଜିଲ୍ଲା। ଏମିତି ଏମିତି ପ୍ରଚାରକ ମାନେ, ଏମିତି ଦାସ ମାନେ ଅଛନ୍ତି ଯୋଉମାନଙ୍କର ସେବାରେ, ଶିକ୍ଷାରେ, ଉପାସନାରେ ଲୋକ ଅନୁତାପ କରନ୍ତି, ପରିତ୍ରାଣ ପାଆନ୍ତି, ମନ ପରିବର୍ତ୍ତନ କରନ୍ତି, ପବିତ୍ର ଆତ୍ମା ପାଉଛନ୍ତି, ଉଦ୍ଧାର ପାଉଛନ୍ତି, ଅନନ୍ତ ଜୀବନ ପାଉଛନ୍ତି। ଆଜ୍ଞା, ଏଇ କାମ ଓଡିଶାର ବାକି ଜିଲ୍ଲାରେ ଦେଖାଯାଉଛି। ଆମେ ପ୍ରଭୁଙ୍କ ଦୟାରୁ ଓଡିଶାରେ ବୁଲୁଥିବା ଲୋକ। ମୁଁ କହିବା ପାଇଁ ଚାହେଁ, ସେମାନେ କ୍ଷୟ ଭକ୍ଷ୍ୟ ପାଇଁ ଖୋଜିଲେ, ଯୀଶୁ କହିଲେ ଅନନ୍ତ ଜୀବନ ଦାୟକ ଅକ୍ଷୟ ଭକ୍ଷ୍ୟ ପାଇଁ ପରିଶ୍ରମ କର। ତାମାନେ ଆମେ ପରିତ୍ରାଣ ପାଇବା ପାଇଁ ଖୋଜିବାରେ କେତେ ଶ୍ରମ କରୁଛୁ। ସେ ପରିତ୍ରାଣର କାମ ସାରି ଦେଇଛନ୍ତି, ପାଇବା ପାଇଁ ଖୋଜିବାକୁ ଶ୍ରମ କରିବାକୁ ପଡିବ। ପିତର କର୍ଣ୍ନେଲିୟଙ୍କ ଘରକୁ ଗଲେ। କର୍ଣ୍ନେଲିୟ ଦାନ ଦେବା ଲୋକ, ପରିତ୍ରାଣ ପାଇନାହାନ୍ତି, ବହୁ ଦାନ ଦଉଥିଲେ। ଆଜି ଯଦି କର୍ଣ୍ନେଲିୟ ଥାନ୍ତେ ବୋଲେ ସଭାରେ ମୁଖ୍ୟ ଆସନ ତାଙ୍କର ହେଇଥାନ୍ତା। ବହୁ ଦାନ ଦଉଥିଲେ, ଭକ୍ତ ଲୋକ ଥିଲେ, ସର୍ବଦା ପ୍ରାର୍ଥନା କରୁଥିଲେ, ପରିତ୍ରାଣ ପାଇନାହାନ୍ତି, ଯେ ଯାଏ ପିତର ଯାଇନାହାନ୍ତି। ମୁଁ କହିବା ପାଇଁ ଚାହେଁ, ଈଶ୍ୱରଙ୍କ କାର୍ଯ୍ୟ ଆମେ ସମସ୍ତେ ପରିତ୍ରାଣ ପାଉ। ଯଦି ତା ପାଇନାହୁଁ, ଏଯାଏ ଆମେ ଅକ୍ଷୟ ଜୀବନ, ଅନନ୍ତ ଜୀବନ ପାଇ। ଏହା ହେଲା ପ୍ରଥମ କାର୍ଯ୍ୟ। ଦ୍ୱିତୀୟ କାର୍ଯ୍ୟ, ଆମେ ଯଦି ପାପ କ୍ଷମା ପାଉଛୁ, ଯଦି ଆମର ପାପ ପରମେଶ୍ୱର କ୍ଷମା କରିଦେଇଛନ୍ତି, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତାହା ପରମେଶ୍ୱରଙ୍କର କାର୍ଯ୍ୟ ଅଟେ। ଯୋହନ ସୁସମାଚାର 5 ଅଧ୍ୟାୟର ଗୋଟିଏ ଘଟଣା। ବେଥେସ୍ଦା ପୁଷ୍କରିଣୀରେ 5 ମଣ୍ଡପ ଥିଲା। ମେଷ ଦ୍ୱାର ନିକଟରେ ଗୋଟିଏ ଜଳାଶୟ ରହୁଥିଲା। ଆଉ ଶୁଷ୍କାଙ୍ଗ, ରୋଗୀ, ଦୁର୍ବଳ ଲୋକମାନେ ସେଠାରେ ପଡିକି ରହୁଥିଲେ। ଦୂତ ଆସିକି ଜଳ କମ୍ପାଉଥିଲେ। ତତ୍କ୍ଷଣାତ୍ ଯେଉଁ ବ୍ୟକ୍ତି ପ୍ରଥମରେ ଜଳାଶୟରେ ପଶୁଥିଲା, ସୁସ୍ଥ ହେଉଥିଲା। 38 ବର୍ଷ ଧରି ଜଣେ ରୋଗୀ ସେଠାରେ ପଡିକି ରହିଛି। ଯୀଶୁ ତା ନିକଟକୁ କହିଲେ, ଆଉ କହିଲେ, ବସ, ଉଠ, ତୁମର ଖଟିଆ ଘେନିକି ଚାଲ। ସେ ଲୋକ ଖାଲି ଖଟିଆ ଘେନିକି ଚାଲି ନାହିଁ, ସୁସ୍ଥ ତ ହେଲା। ପ୍ରଭୁଙ୍କ ଲୋକମାନେ, ଯୀଶୁ ତାକୁ ପୁନର୍ବାର ଦେଖା ଦେଇକି କହିଲେ, ଶୁଣ, ତୁମେ ସୁସ୍ଥ ହୋଇଅଛ। ତା ପରଧାଡି କଣ ଅଟେ? ଟିକେ ଜୋରରେ, ପଡଶା ଲୋକକୁ ଦେଖିକି ଟିକେ ଜୋରରେ କୁହନ୍ତୁ। ପଡଶା ଲୋକକୁ ଦେଖି ଟିକେ ଜୋରରେ କୁହନ୍ତୁ, ଯଦି ଆଉ ପାପ କରିବ, ତୁମର ଅଧିକ ଦୁର୍ଦ୍ଦଶା ହେବ। ସେଇ ଜାଗାରେ ଯୀଶୁ ଖାଲି କ୍ଷମା ଦେଇନାହାନ୍ତି, ସୁସ୍ଥ କରିନାହାନ୍ତି, ୱାର୍ଣ୍ଣିଂ। ଏଇଟା ହଉଛି ଈଶ୍ୱରଙ୍କ କର୍ମ। ତା ତଳକୁ 5:17 ପଦରେ ଲେଖା ଅଛି, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ପିତା ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି। ଯୀଶୁ ସେ ଜାଗାରେ 3 ଗୋଟି କାମ କଲେ। 38 ବର୍ଷର ରୋଗୀକୁ କ୍ଷମା ଦେଲେ, ଆଉ ଦ୍ୱିତୀୟରେ ସୁସ୍ଥ କଲେ, ଆଉ ତୃତୀୟରେ ୱାର୍ଣ୍ଣିଂ ଦେଲେ, ଆଉ କହିଲେ ଆଉ ପାପ କର ନାହିଁ। ତା ତଳକୁ କହୁଛନ୍ତି, ମୋ ପିତା
ए पर्यंत काम करुछन्ते आ मो भी काम करुछे ता माने क्षमा देवा होछि ईश्वरक कर्म सासु सासु को क्षमा दउछ तो सबारे नुआ नुआ साड़ी पिंदी के ठिया हे गले ईश्वर को कर्म हबो नै भाई भाई को क्षमा देइछ तो कमिटी पूर्वतन कमिटी को वर्तमान कमिटी को क्षमा दिया दी हेइछ तो सभा करी देले ईश्वर को कर्म केवल नाही आज्ञा क्षमा जदि आपण देई नाहंदी जदि हाथ को हाथ मिसेई पारु नाहंदी आखि को आखि मिसेई पारु नाहंदी आपण से लोक को देखिले पूरा छाती रे पूरा वर्षा मारला बढी लागुची ताहले ईश्वरंकर कर्म हेई नाई कोन बोली भाबुछ हम ईश्वर को कर्म जनक क्षमा देबा जीशु से जगह रे क्षमा देला परे कहले मो पिता काम करूछंती मो भी काम करूछे ईश्वर को कर्म क्षमा कथा न है मासो मासो बीती गलानी घर घर भितर आ सभा रे ठिया है कि आमे बंदना अभ्यर्थना आराधना उपासना चिकाटना सब चलछि आ आमे भाबुछु प्रभुंकर काम भयंकर हैला आज्ञा क्रूसरे क्षमार कर्म कले पुरातन नियम रे क्षमार कर्म कले जदि परमेश्वर क्षमा देई न थांते स्वर्गर रास्ता बंद ही जाई थांता जने हेले स्वर्ग जाई परिबे नाही जदि प्रभु क्षमा देबे म आपन को कहबा पई चाहे ईश्वरंकर सबुठार बड़ आश्चर्य कर्म मते लागे क्षमा कहीं आसी देश देश को युद्ध रे आक्रमण करुछंती गोटे देश आ गोटे देश को सही पारु नहीं क्षमा दउ नहीं कहीं थाना गुड़ा करे गाड़ी सोडुची मुस्लिम को सरकार क्षमा दउ नहीं कहीं फांसी दिया जाउची देशद्रोही को क्षमा मिलु नहीं कहीं लोक माने जेल रे अछंती क्षमा नहीं अरे संसार रे सिना क्या क्षमा नहीं गिरजा घरे भी क्षमा नहीं प्रभु को लोक मान को पाखरे भी क्षमा नहीं वो कहबा पई चाहे जदि आमे क्षमा देबार शिखी ना हो सुनंतु आमे ईश्वर को कर्म देखिना समय बढ़ी चलुची क्षमा कथा को आके कहि था जने 50 टंका पई जनकर गला चिपुची बोले से आमर आडर लोक हिथिबो तार कोटी कोटी क्षमा हे जाइछि 50 टंका पाई सड़क रे कोला चिपी दउ बोले से कर्मकर्ता भी हित लागि कोन क्षमा दे करू आ से परि लोक को बंदी गृह रे पकाइबा पई आदेश करिसंती प्रभु मो कहबा पई चाहे जदि कही क्षमा न दे कि अछ आ जदि आपण दीर्घ वर्ष रोगी हे कि अछ हे पारे आपण क्षमा मागंतु क्षमा दियंतु आपण सुस्थ हे जु जेतु क्षमा स्वर्ग को उन्मुक्त करिबे एणु ईश्वर को लोक माने जदि जीसु से दिन बेथेस्दा को जाई न थांते से लोक क्षमा पाई न थांता आ जीसु क्षमा देला परे कहिले मो पिता भी काम करूछंती मो भी काम करूछ सेतिके बेले को कमिटी मेंबर माने आसिकी कहिले विश्राम बार रे किए तुमको सुस्थ करबा पड़ला ए कमिटी वाला हमर कमिटी वाला सब फॉलो आगे हमर कथा तो नहीं सेठे कमिटी वाला माने से माने आसिके कहिले कि अन्य दिन रे आसिकी तुमे क्षमा दियो ओहो तुमे सिखैबो जे दिनों को सृष्टि करिसंती जे दिनर 12 घंटा को डिजाइन करिसंती जे कथा कहिबा मात्र के सूर्य न होणु दिन राति हेउछिला आज्ञा चतुर्थ दिवस रे सूर्य हैला ता पूर्वरु दिन भी होउथिला बिना चंद्र बिना सूर्य रे राति भी होउथिला जे दिन राति को बिना सूर्य चंद्र रे कढाई पारुची तुमे तांकु आसी की सिखाइबो हमर कमिटी रो एंती नियम नाही मते बेले बेले मने पड़े हम लोक मानकर काम देखिले आईन विधान रो आडरे
उपद्रव करते गीत 94 20 लेखा पढ़ा दरकार नहीं समय नहीं एला ईश्वर द्वितीय कर्म जा वास्तव में आश्चर्य कर्म तृतीय है प्रभु लोक माने परमेश्वर सुरक्षार कर्म करती जेतेबेले से सुरक्षा दियंती केही आपण को आक्रमण करि परिबो नाही पढंतु गणना पुस्तक 23 रो 23 नितांतो जाकुब पाई कौनसी गणकता नाही किबा इस्राएल पाई कौनसी मंत्र नाही एही क्षणी जाकुब विषय रे व इस्राएल विषय रे कुहाजिबो परमेश्वर की कर्म करियछंती जेतेबेले इस्राएलियो माने मिस्र रो बाहर के आसले गोटिए भाववादी को भड़ा दे की पैसा दे की डाकी छंती इस्राएल को अभिशाप देबा सेतेबेले परमेश्वर को आत्मा जणाउछंती परमेश्वर एपरी कर्म करिछंती जे कौनसी मंत्र कौनसी गुणी गारिडी भूत प्रेत सिद्धि विद्या कौनसी शक्ति इस्राएल विरुद्ध रे काम करिबो नाही जेहेतु परमेश्वर कर्म करिछंती मो कहिबा पई चाहे सेमती काम आपनक जीवन रे हेछि तो जदि परमेश्वर काम करिथिबे आज्ञा को गुणियार बाण तुमको बाजिबो नाही को मंत्रवादी रो बाण बाजिबो नाही को भूतोड़ियार शक्ति काम करिबो नाही शयतान आपण को छुई पारिबो नाही गोटे गां को आमे गलु किछि आत्मा लाभ हैला से गां रो देवता रात्रि रे से पास्टर को स्वप्न रे कहला जीतुली मा आसी करी मोर पिला मन को नहीं जाउची तार एड्रेस टिके दे बोला मते पास्टर फोन करले देई दिवा आज्ञा एड्रेस आरो थोर गलो से गां रे आउ किछि लोग परिवर्तन हेले से गां रो देवता से माने मूर्ति पूजक नहंती जंगल देवता को पूजा करत से गार देवता कहला जीतुली मा आसी करी मोर पिला मन को नहीं जाउची तार फोन नंबर टिके दे बोल वो कहानी को नहीं सत्य कथा मु कहली नंबर भी दे दियो मु भी कम मेडू लोक क्या क्या नेक्स्ट टाइम गलु राति रे रोइबा काहे कि से गारे हम राति रे रहु नथिलु सकाळे गलु सेवा कलु पळे आस्थिलु जंगल गां राति रे रहु मु कहिबा पई चाहे परमेश्वर केमती काम करंती से गां रे संध्या हेले सब सोई पडंती आमे राति 12टा पर सोइबा लोक राति 11टा 12टा होछि निद हो नाही करंट नाही सब सोई पडिछंती मु देखुची से दुष्ट शक्ति आसी को पाखरे ठिया किंतु मु भी कम मेटू नाही काहे कि मेटू नाही बोली कहिले आमर निजर धार्मिकतार बळ नाही जेउ रक्त रे आमे किना जाइछु से रक्त रे शक्ति अछि जे जाय से मुद्रांक करिसंती ईश्वरकर कर्म को से लांघी कि आसी पारिबो ना से आसी कि देखिला सत छुई पारला नाही मु कहिबा पई चाहे यदि जीसु को रक्त रे आपण मुद्रांकित होइछंती एपरी कर्म को शयतान केबे हेले लांघी कि आसी पारिबो नाही इस परमेश्वर इस्राएल पई एमती कर्म करिथिले जे मंत्र तंत्र सेमान को विरुद्ध रे काम करिबो नाही कहबो की कर्म करा जाइछला आज्ञा मेसो शावकर रक्त रे मुक्त होइछे किंतु आमे ईश्वरको मेसो शावकर रक्त रे मुक्त होइछु तारो केते शक्ति नथिबो किंतु दुखर कथा मु कहिबी एबे भी आमर लोक माने हाथ देखै करी पांजी देखै हेबा को जाउछ एबे भी आमर लोक माने गुडे सुआ को विश्वास करूछंती से पुणी गुडे तास काढले आमर भाग्य कहिबो मु कहिबा पई चाहे क्रूसर रक्तर शक्ति आमको नुआ करिछि ईश्वर का आत्मा आमको मुद्रांक करिछि आमर भाग्य रेखा क्रूसर लेखा हेछि अभिशाप दूर हेछि नूतन जीवन आरंभ हेछि क्रूसर सब आशीर्वाद जीसु को रक्त द्वारा मठरे नुआ रे आरंभ हेछि
ଏସୁଆ ତୁମର ଭାଗ୍ୟ ଦେଖେଇବ ନାହିଁ, ଖ୍ରୀଷ୍ଟଙ୍କ କ୍ରୁଶର ବଳିଦାନ ତୁମର ଭାଗ୍ୟ ଦେଖେଇବ। ଯୋଉମାନେ ସେ ରକ୍ତର କର୍ମରେ ସୁରକ୍ଷିତ, ତାଠୁ ବଡ ଆଶ୍ଚର୍ଯ୍ୟ କର୍ମ କିଛି ନାହିଁ। ପ୍ରଭୁଙ୍କ ଲୋକମାନେ ଏହା ହେଲା ତୃତୀୟ କର୍ମ। ଚତୁର୍ଥ କର୍ମ, ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ତିନି ଗୋଟିଏ ଅନ୍ଧକୁ ସୁସ୍ଥ କଲେ। ଆଉ ଶିଷ୍ୟ ମାନେ କହୁଛନ୍ତି, ଗୁରୁ ୟାର ମା ବାପା ପାପ କଲାରୁ ଇଏ ଅନ୍ଧ ହେଲା ନା ଇଏ ପାପ କଲାରୁ ଅନ୍ଧ ହେଲା? କେହି ଭାବନ୍ତି ଜଣେ ଯଦି ରୋଗୀ ହେଇଯାଇଛି, ଜଣେ ବିପଦରେ ପଡିଛି ମାନେ ସେ ନିଶ୍ଚୟ ପାପ କରିଥିବ। ଆଜ୍ଞା, ଭାବିବା ପାଇଁ ଭଡ଼ା ଲାଗୁନାହିଁ, ଫ୍ରିରେ ଭାବି ହେବ। ଜଣେ ଜନ୍ମରୁ ଅନ୍ଧ, ମୁଁ ସେ ବ୍ୟକ୍ତି ବିଷୟରେ ଭାବୁଥିଲି, ସେ ଜନ୍ମରୁ ଅନ୍ଧ ହେଇଛି। ସେ ଚାଲିଲା ବେଳେ କେତେ ଥର ଝୁଣ୍ଟାଇଥିବ, ସେ ଖାଇବାର କଷ୍ଟରେ ଖାଇଥିବ, ଚାଲିବା, ଶୋଇବା, ବୁଲିବା ବହୁତ କଷ୍ଟ ହେଇଛି ଅନ୍ଧକୁ। ଏତେ ବର୍ଷ କାହିଁକି ସେ କଷ୍ଟ ପଡିଲା ଜାଣିଛନ୍ତି? ଦିନେ ଯୀଶୁ ଆସିବେ ଆଉ ଈଶ୍ୱରଙ୍କ କର୍ମ ତା ଦେହରେ ପ୍ରକାଶିତ ହବ। ତା ମାନେ ବେଳେ ବେଳେ କାହାରିକୁ କଷ୍ଟ ଭୋଗିବାକୁ ପଡେ। ମୁଁ ଯଦି ଅନ୍ଧକୁ ପଚାରିବି, ଭାଇରେ ତୁ କଣ ପ୍ରଭୁଙ୍କ ପାଇଁ କଷ୍ଟ ଭୋଗିଲୁ? ଈଶ୍ୱରଙ୍କ କର୍ମ ମୋ ଜୀବନରେ ହେବା ପାଇଁ ମତେ ଅପେକ୍ଷା କରିବାକୁ ପଡିଲା, ମତେ ଝୁଣ୍ଟେଇ ପଡିବାକୁ ପଡିଲା, ମତେ କଷ୍ଟରେ ଚାଲିବାକୁ ପଡିଲା। ମୁଁ ଈଶ୍ୱରଙ୍କର କର୍ମ ନିମନ୍ତେ ଅନ୍ଧ ହେଇକି ଥିଲି। ଈଶ୍ୱରଙ୍କ କର୍ମ ପ୍ରକାଶିତ ହେବା ଉଦ୍ଦେଶ୍ୟରେ ମୁଁ ଅନ୍ଧକୁ ସହିଲି, ଅନ୍ଧପଣକୁ ସହିଲି, ମୁଁ ଝୁଣ୍ଟାଇଲି, ମୁଁ କଷ୍ଟରେ ସହିଲି। ମୁଁ କହିବା ପାଇଁ ଚାହେଁ, ଯୀଶୁ କହିଲେ, ଯେ ପର୍ଯ୍ୟନ୍ତ ମୁଁ ଜଗତରେ ଅଛି, ମୁଁ ଜଗତର ଯୋଦ୍ଧା। ଛେପ ପକେଇଲେ, କାଦୁଅ ଲେପି ଦେଲେ, ଆଉ ତାକୁ ସୁସ୍ଥ କଲେ। ସୁସ୍ଥ ହେବା କଥା ବଡ କଥା ନାହିଁ, ଈଶ୍ୱରଙ୍କ କର୍ମ ଯେପରି ତା ଠାରେ ପ୍ରକାଶିତ ହେବ, ସେଥିପାଇଁ ସେ ଅନ୍ଧ ହୋଇଥିଲା। ଶୁଣନ୍ତୁ, ତା ମାନେ ଈଶ୍ୱରଙ୍କ କର୍ମ ହେବା ପାଇଁ କେହି କେହି ଜୀବନରେ କଷ୍ଟ ସହ କରନ୍ତି। ଈଶ୍ୱରଙ୍କର କର୍ମ ପ୍ରକାଶ ହେବା ପାଇଁ ପ୍ରଭୁ କାହାକୁ ବହୁତ କଷ୍ଟରେ ରଖିଥାନ୍ତି। ଠିକ ସମୟ ଆସିବ, ତାର କଷ୍ଟକୁ ସେ ଦୂର କରିବେ, ତାଙ୍କ କର୍ମ ପ୍ରକାଶ କରିବେ। ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ତା ମାନେ ପ୍ରଭୁଙ୍କ ଲୋକମାନେ, ଆଶ୍ଚର୍ଯ୍ୟ କର୍ମ ହେଉଛି ଈଶ୍ୱରଙ୍କର କର୍ମ ଅଟେ। ପ୍ରଭୁଙ୍କ ନାମ ଧନ୍ୟ ହେଉ। ସମୟ ମତେ ଆଉ ଅନୁମତି ଦେଉନାହିଁ, ଅବଶିଷ୍ଟ କଥାକୁ ମୁଁ ପରବର୍ତ୍ତୀ ଅଧିବେଶନରେ କହିବି। କିନ୍ତୁ ମନେ ରଖିଥାନ୍ତୁ, ଆମେ ଯଦି ଈଶ୍ୱରଙ୍କ କର୍ମକୁ ଚାଖିନା, ତାହେଲେ କେବଳ ଆମେ ସେ 5,000 ଲୋକ ଖୋଜିଲା ପରି ଯଦି ଯୀଶୁଙ୍କୁ ଖୋଜୁଛୁ, ଆମେ ମଧ୍ୟ ଅଭାଗା ବୋଲାଇବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ କି ପ୍ରକାର କର୍ମ ନିମନ୍ତେ ପ୍ରଭୁଙ୍କୁ ଖୋଜୁଛୁ? ଚକ୍ଷୁ ବନ୍ଦ କରୁ।